प्रणाम। सप्रेम जयजीव दिव्यात्मन। धर्म अर्थ काम मोक्ष यही चतुर्वर्ग फल प्राप्ति करने हेले गोटे शरीर निहाती आवश्यक अच्छे आज्ञा एवं से शरीरटी निश्चित रूपे शुद्धपुद्ध पवित्र बा आपणकर निरोग हवा निहाती अपरिहार्य। तेणु आध्यात्मिक जगत हो बा आपणकर भौतिक जगत हो जेते प्रकार कामना अच्छी पुरुषार्थ अच्छी समस्त प्राप्ति करियो हेले गोटे सुस्थ शरीर निहाती आवश्यक। किंतु आजिर यही विषाक्त जुगरे बा यही विषाक्त परिवेश भितर सबकि दूषित हो जाइछि अपमिश्रित हो जाइछि। तेणु आमମାନଙ୍କର ଏହି ଶରୀରଟିକୁ କିଭଳି ଭାବରେ ସୁସ୍ଥ ଭାବରେ ନିରୋଗ ଭାବରେ ରଖିପାରିବା ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି, ଗୋଟିଏ ଚ୍ୟାଲେଞ୍ଜିଂ ବିଷୟ ହୋଇଛି। ତେଣୁ ପ୍ରକୃତରେ ଯଦି ଆମେ ମେଡ଼ିସିନ ଉପରେ ଆପଣଙ୍କର ନିର୍ଭର କରିବା ତେବେ ତାହା ଉପଯୁକ୍ତ ଉପାୟ ହେବ ନାହିଁ, କାରଣ ମେଡ଼ିସିନର ଗୋଟିଏ ସାଇଡ଼୍ ଇଫେକ୍ଟ ଅଛି। ତେଣୁ କ'ଣ ଏମିତି କିଛି ଉପାୟ ଅଛି କି ବିନା ମେଡ଼ିସିନରେ ମଣିଷ ଦୀର୍ଘାୟୁ ସୁସ୍ଥ ସବଳ ଏବଂ ନିରୋଗ ଜୀବନଯାପନ କରିପାରିବ? ହଁ ଆଜ୍ଞା, ନିଶ୍ଚିତ ଅଛି। ସେହି ଉପାୟଟି ସଦ୍ଗୁରୁ ଶ୍ରୀମୁନି କହିଛନ୍ତି, ଆପଣଙ୍କର ସୁନ୍ଦର ଉପାୟ ବତେଇଛନ୍ତି। ସେ କହିଛନ୍ତି ବ୍ରହ୍ମ ଚିକିତ୍ସା। ପ୍ରକୃତରେ ବ୍ରହ୍ମ ଚିକିତ୍ସା ମାଧ୍ୟମରେ ବା ଆଧ୍ୟାତ୍ମିକ ଚିକିତ୍ସା ମାଧ୍ୟମରେ ତାହା ଆମେ ପ୍ରାପ୍ତ କରିପାରିବା। କାରଣ ଏଇ ଯେଉଁ ଶରୀର ମାନବ ଶରୀରଟି ଆମେ ପ୍ରାପ୍ତ କରିଛେ ବା ଧାରଣ କରିଛେ, ଏହି ଶରୀର ନିର୍ମାତା ସ୍ୱୟଂ ସଚ୍ଚିଦାନନ୍ଦ ପରମାତ୍ମ ତତ୍ତ୍ୱ ଆତ୍ମଦେବ ବା ଆମେ ସ୍ୱୟଂ ଯିଏକି ସର୍ବଥା ନିର୍ମଳ ନିର୍ବିକାର। ସେହି ସଚ୍ଚିଦାନନ୍ଦକୁ ଜାଣିବା କ୍ଷଣ ହିଁ ମନୁଷ୍ୟ ଶୁଦ୍ଧ ପବିତ୍ର ହୋଇଯାଏ। ସେହି ସଚ୍ଚିଦାନନ୍ଦଙ୍କ ଦ୍ୱାରା ନିର୍ମିତ ଏ ଶରୀର କେବେ ହେଲେ ଅଶୁଦ୍ଧ ଅପବିତ୍ର ହୋଇପାରେ ନା। କାରଣ ଏ ଶରୀର ଖଣ୍ଡିକ ଅନ୍ୟ ପାଇଁ ନୁହେଁ, ସେ ନିଜ ପାଇଁ ନିର୍ମାଣ କରିଛନ୍ତି। ଏହାକୁ ସେ ନିଜ ସୃଜନ କରି ଏଥିରେ ସ୍ୱୟଂ ଅଧିଷ୍ଠାନ କରିଅଛନ୍ତି। ବେଦରେ ଲେଖା ଅଛି ତତ୍ ସୃଷ୍ଟ୍ୱା ତଦେବାନୁପ୍ରାବିଶତ୍। ଏହାକୁ ଏହି ସଂସାରକୁ ବା ଏହି ଶରୀରକୁ ସେ ସର୍ଜନା କରି ସ୍ୱୟଂ ନିଜେ ଏହା ମଧ୍ୟରେ ପ୍ରବେଶ କରିଅଛନ୍ତି। କହିବାର ତାତ୍ପର୍ଯ୍ୟ ଏହିକି ଯେଉଁ ଗୃହରେ ସ୍ୱୟଂ ପରମାତ୍ମା ବିରାଜମାନ ତାହାକୁ କେବେ ହେଲେ ଅପବିତ୍ର ମଣନ୍ତୁ ନାହିଁ। ବାଇବେଲରେ ଲେଖା ଅଛି ବଡି ଇଜ୍ ଦ ଟେମ୍ପଲ ଅଫ୍ ଗଡ୍। ତେବେ ଏପରି ପବିତ୍ର ସ୍ଥାନକୁ ଏପରି ପବିତ୍ର ଗୃହକୁ ଅପବିତ୍ର ମଣୁଥିବା ବ୍ୟକ୍ତି କ'ଣ ପାପୀ ନୁହନ୍ତି କି? ନିଶ୍ଚୟ ତୁମର ଦୁର୍ବଳତା ଅସୁସ୍ଥତା ହିଁ ଉକ୍ତ ପାପର ଫଳ। ଦୃଢ଼ ବିଶ୍ୱାସ ରଖ ଏ ଶରୀର କେବେ ହେଲେ ରୁଗ୍ଣ ବା ଅପବିତ୍ର ହୁଏ ନା। ଏହି ପବିତ୍ର ବିଶ୍ୱାସ ବା ବିଶୁଦ୍ଧ ଭାବନା ତୁମକୁ ନିଶ୍ଚିତ ରୋଗମୁକ୍ତ କରିଦେବ। ତେଣୁ ଆପଣଙ୍କର ଭାବନା ଦୁଇଟି ପ୍ରକାର, ଗୋଟିଏ ହେଉଛି ଦୃଢ଼ ଭାବନା ଏବଂ ଦୁର୍ବଳ ଭାବନା। ସେହିଭଳି ଭାବରେ ମଣିଷର ମୁଖ୍ୟତଃ ଦୁଇଟି ଶରୀର, ଗୋଟିଏ ସୂକ୍ଷ୍ମ ଶରୀର ଏବଂ ଅନ୍ୟଟି ସ୍ଥୂଳ ଶରୀର। ସୂକ୍ଷ୍ମ ଶରୀର ସୁପ୍ତାବସ୍ଥାରେ, ମୃତାବସ୍ଥାରେ, ସମ୍ପ୍ରଜ୍ଞାତ ସମାଧିରେ ବା ସମାଧିସ୍ଥ ଅବସ୍ଥାରେ ପ୍ରାପ୍ତି ହୋଇଥାଏ। ଜାଗ୍ରତ ଅବସ୍ଥା ଯେପରି ଜାଗ୍ରତ ସଂସାର ସତ୍ୟ ବୋଲି ଲାଗିଥାଏ, ଠିକ୍ ସେହିଭଳି ଭାବରେ ସ୍ୱପ୍ନ ଅବସ୍ଥାରେ ସ୍ୱପ୍ନର ସଂସାର ମଧ୍ୟ ସତ୍ୟ ବୋଲି ଆମେ ମଣିଥାଉ ବା ଆମକୁ ଲାଗିଥାଏ। ଆମର ଏହି ସୂକ୍ଷ୍ମ ଶରୀର କେବଳ କଳ୍ପନା ମାତ୍ର। ଏହି ଶରୀର ଉପରେ କେବଳ ମନ ହିଁ ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରିଥାଏ। ମନରେ ପରିବର୍ତ୍ତନ ଆସିବା କ୍ଷଣି ଏହି ସୂକ୍ଷ୍ମ ଶରୀର ପରିବର୍ତ୍ତିତ ହୋଇଯାଏ। ମନରେ ପରିବର୍ତ୍ତନ ଆସିବା ଓ ଶରୀର ପରିବର୍ତ୍ତନ ହେବା ମଧ୍ୟରେ ସମୟର ବ୍ୟବଧାନ ଆଦୌ ନଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଥିପାଇଁ ସୂକ୍ଷ୍ମ ଶରୀର ଶୁଦ୍ଧ ହେବା ପାଇଁ କୌଣସି ସମୟ ଲାଗେ ନାହିଁ। ତୁମ୍ଭେ ଦୃଢ଼ ବିଶ୍ୱାସ ପୂର୍ବକ ଭାବ ମୁଁ ନିରୋଗ। ଭାବିବା ଓ ସଂକଳ୍ପ କରିବା କ୍ଷଣ ହିଁ
ସୂକ୍ଷ୍ମ ଶରୀର ପରିବର୍ତ୍ତନ ହୋଇଯିବାକୁ ଲାଗିବ। କାରଣ ସୂକ୍ଷ୍ମ ଶରୀର ଭାବନା ବା କଳ୍ପନା ବ୍ୟତୀତ ଅନ୍ୟ କିଛି ନୁହେଁ। ସେଥିପାଇଁ ସୂକ୍ଷ୍ମ ଶରୀର ଉପରେ ଭାବନାର ପ୍ରଭାବ ସମସ୍ତେ ବିଶ୍ୱାସ କରନ୍ତି, କିନ୍ତୁ କେତେକ ବ୍ୟକ୍ତି ସ୍ଥୂଳ ଶରୀର ଉପରେ ଭାବନାର ପ୍ରଭାବକୁ ବିଶ୍ୱାସ କରନ୍ତି ନାହିଁ। ଆସନ୍ତୁ ବର୍ତ୍ତମାନ ବିଚାର କରିବା, ପ୍ରକୃତରେ କ'ଣ ସ୍ଥୂଳ ଶରୀର ଉପରେ ସୂକ୍ଷ୍ମ ଶରୀରର ବା ଭାବନାର ପ୍ରଭାବ ପଡ଼େ ନାହିଁ କି? ଗୁରୁଦେବ କହୁଛନ୍ତି, ଏହି କଥା ଗୁରୁଦେବ କହିଛନ୍ତି ଏବଂ ସୁନ୍ଦର ଉଦାହରଣ ମାଧ୍ୟମରେ ତାହା ବ୍ୟାଖ୍ୟା କରିଛନ୍ତି। ଶୋଇଯିବା ପରେ ସ୍ଥୂଳ ଶରୀର ପଡ଼ି ରହିଥାଏ ଏବଂ ସୂକ୍ଷ୍ମ ଶରୀର କାର୍ଯ୍ୟକ୍ଷମ ହୋଇଥାଏ। ସେଥିପାଇଁ ସ୍ୱପ୍ନରେ ହାତ କଟିଗଲେ, ମୁଣ୍ଡ ଫାଟିଗଲେ ମଧ୍ୟ ତା'ର ପ୍ରଭାବ ସ୍ଥୂଳ ଶରୀର ଉପରେ କିଛି ଦେଖାଯାଏ ନାହିଁ। ଅର୍ଥାତ୍ ସ୍ଥୂଳ ଶରୀର ହାତ କଟିଯାଏ ନାହିଁ ବା ମୁଣ୍ଡ ଫାଟିଯାଏ ନାହିଁ, କିନ୍ତୁ ସ୍ୱପ୍ନରେ ଯଦି ସ୍ତ୍ରୀ ସଂସର୍ଗ କରିଥିବେ ବା ସ୍ତ୍ରୀ ସହିତ ସହବାସ କରିଥିବେ, ତେବେ ତାହାର ପ୍ରଭାବ ସ୍ଥୂଳ ଶରୀରରେ ପୂର୍ଣ୍ଣ ମାତ୍ରାରେ ପଡ଼ିଥାଏ। ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ପୁରୁଷ ସ୍ୱପ୍ନରେ ଗୋଟିଏ ନାରୀ ସହିତ ସହବାସ କରିଥାଏ, ତେବେ ତା'ର ବୀର୍ଯ୍ୟପାତ ହୋଇଥାଏ, ଯାହାକି ସ୍ଥୂଳ ଶରୀରରେ ତା'ର ଲକ୍ଷଣ ଦେଖାଯାଇଥାଏ। ଠିକ୍ ସେହିପରି ସ୍ୱପ୍ନରେ ତୁମେ ଗୋଟିଏ ସିଂହ ଦେଖିଲ, ଅତ୍ୟନ୍ତ ଭୟଭୀତ ହୋଇଗଲ, ତୁମ୍ଭର ବିଚାର ଶକ୍ତି ହରାଇ ବସିଲ, ତୁମ୍ଭର ନିଦ୍ରାଭଙ୍ଗ ହେଲା। ଦେଖିବାକୁ ପାଇଲ କି ତୁମର ସ୍ଥୂଳ ଶରୀର ମଧ୍ୟ କମ୍ପୁଛି ସେହି ସିଂହର ଭୟରେ। ସୂକ୍ଷ୍ମ ଶରୀର ସିଂହ ଦେଖିଥିଲା, ଦୌଡ଼ିଥିଲା ସୂକ୍ଷ୍ମ ଶରୀର, ଭୟଭୀତ ହୋଇଥିଲା ସୂକ୍ଷ୍ମ ଶରୀର, କିନ୍ତୁ ସ୍ଥୂଳ ଶରୀର ମଧ୍ୟ କମ୍ପୁଅଛି। ଏହିପରି ଅନେକ କ୍ଷେତ୍ରରେ ସୂକ୍ଷ୍ମ ଶରୀର ଭୟଭୀତ ହେଲେ ସ୍ଥୂଳ ଶରୀରରେ ଜ୍ୱର ମଧ୍ୟ ଆସିଯାଏ। ଏହା କ'ଣ? ଏଥିରୁ ଏହା ପ୍ରମାଣିତ ହେଉଛି ଯେ ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀର ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ରହିଅଛି। ନିଦ୍ରାବସ୍ଥାରେ ମନୁଷ୍ୟ ସୂକ୍ଷ୍ମ ଶରୀରରେ ଅବସ୍ଥାନ କରୁଥିଲେ ମଧ୍ୟ ସାଧାରଣ ରୀତିରେ କେହି ତାକୁ ଡାକିଲେ ତା'ର ନିଦ୍ରାଭଙ୍ଗ ହୋଇଥାଏ ଏବଂ ସେ ଲୋକ ଜାଗ୍ରତ ଅବସ୍ଥାକୁ ଆସିଯାଏ। ସ୍ୱପ୍ନରେ ହସ୍ତ ସଞ୍ଚାଳନ କରୁ କରୁ ବେଳେବେଳେ ସ୍ଥୂଳ ହସ୍ତ ମଧ୍ୟ ସଞ୍ଚାଳିତ ହୋଇଯାଏ। ସ୍ୱପ୍ନରେ ଚିତ୍କାର କରୁ କରୁ ସ୍ଥୂଳ ମୁଖରୁ ବେଳେବେଳେ ଶବ୍ଦ ଉଚ୍ଚାରିତ ହୋଇଯାଏ। ସ୍ଥୂଳ ଶରୀରରେ ଯେଉଁ ପରିବର୍ତ୍ତନ ପରିଲକ୍ଷିତ ହୁଏ, ସୂକ୍ଷ୍ମ ଶରୀରରେ ତାହା ବହୁ ପୂର୍ବରୁ ସଂଗଠିତ ହୋଇସାରିଥାଏ। ଅବସ୍ଥାନ୍ତର ପ୍ରଥମେ ସୂକ୍ଷ୍ମ ଶରୀରରେ ଘଟେ, ତାପରେ ସ୍ଥୂଳ ଶରୀରକୁ ସଂକ୍ରମିତ ହୁଏ। କାମର ଇଚ୍ଛା ମଧ୍ୟ ପ୍ରଥମେ ମନରେ ବା ସୂକ୍ଷ୍ମ ଶରୀରରେ ସୃଷ୍ଟି ହୋଇଥାଏ, ପରେ ସ୍ଥୂଳ ଶରୀରକୁ ପ୍ରଭାବିତ କରିଥାଏ। କୌଣସି ସ୍ଥାନରେ ସ୍ଥୂଳ ଶରୀର ପହଞ୍ଚିବା ପୂର୍ବରୁ ବହୁ ପୂର୍ବରୁ ସୂକ୍ଷ୍ମ ଶରୀର ସେ ସ୍ଥାନରେ ପହଞ୍ଚି ସାରିଥାଏ। ଯେତେ ପ୍ରକାର ବ୍ୟାଧି ଅଛି, ସେଗୁଡ଼ିକ ପ୍ରଥମେ ସ୍ଥୂଳ ଶରୀରରେ ଦେଖାହେବା ପୂର୍ବରୁ ସୂକ୍ଷ୍ମ ଶରୀରରେ ଉତ୍ପନ୍ନ ହୋଇଥାଏ, ତାପରେ ସିଏ ସ୍ଥୂଳ ଶରୀରରେ ଦେଖିବାକୁ ମିଳେ। ତେଣୁ ଯଦି ଜଣେ ଦୃଢ଼ତାର ସହିତ ନିଜେ ନିରୋଗ, ଅଜର, ଅମର, ନିର୍ମଳ, ନିର୍ବିକାର ତତ୍ତ୍ୱ ବୋଲି ନିଜକୁ ମନେ କରେ, ନିଃସନ୍ଦେହରେ ମନେ କରେ ଏବଂ ଦୃଢ଼ତାର ସହିତ ପ୍ରତ୍ୟହ ଭାବନା କରେ, ସାଧନା କରେ, ନିଶ୍ଚିତ ରୂପରେ ତା'ର ସ୍ଥୂଳ ଶରୀର ଦିନକୁ ଦିନ ନିରୋଗ, ନିର୍ବିକାର, ନିରାମୟ ହେବା ଏକ ବୈଜ୍ଞାନିକ ଏବଂ ଯୁକ୍ତିଯୁକ୍ତ କଥା ଆଜ୍ଞା। ତେଣୁ ସଦ୍ଗୁରୁଦେବ ଶ୍ରୀମୁନି ମହାରାଜ ଯେଉଁ ଅଷ୍ଟାଦଶ ଚକ୍ର ଭେଦନ କ୍ରିୟା ଦେଇଛନ୍ତି, ତାହା ପ୍ରତ୍ୟେକ ମାନବ ପାଇଁ ଏକ ଅମୃତ ତୁଲ୍ୟ। ଯେଉଁ ସାଧନାକୁ ଗ୍ରହଣ କରି ଅନେକ ବ୍ୟକ୍ତି ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଛନ୍ତି, ଅସାଧ୍ୟ ରୋଗ ମଧ୍ୟ ସେମାନଙ୍କର ଶରୀରରୁ ଦୂରେଇ ଯାଇଛି। ଏହାର ଅନେକ ପ୍ରମାଣ ଅଛି, କିନ୍ତୁ ଜଣେ ଭଉଣୀଙ୍କର କଥାକୁ ବା ତାଙ୍କର ଯେଉଁ ରୋଗମୁକ୍ତ ହୋଇଥିଲେ, ତାଙ୍କର
ସେ ବାର୍ତ୍ତାକୁ ମୁଁ ଆପଣଙ୍କ ନିକଟରେ ଉପସ୍ଥାପନ କରିବାକୁ ଯାଉଛି। ଅତି ସୁନ୍ଦର ବାର୍ତ୍ତାଟି ନିଜେ ଯୋଗ ସାଧନ କରି ସେ ନିଜର ଅନେକ ଗୁଡ଼ିଏ ଶାରୀରିକ ବ୍ୟାଧିରୁ ସେ ମୁକ୍ତ ହୋଇଛନ୍ତି। ଏପରିକି ତାଙ୍କର ବହୁଦିନର ଆପଣଙ୍କର ଥାଇରଏଡ଼ ଭଳି ଏକ ମାରାତ୍ମକ ଏବଂ ଭଲ ନ ହେଉଥିବା ରୋଗରୁ ସେ ସମ୍ପୂର୍ଣ୍ଣ ଭଲ ହୋଇଛନ୍ତି ବିନା ମେଡ଼ିସିନରେ। ତେଣୁ ଆସନ୍ତୁ ଜାଣିବା ସେହି ଭଉଣୀଙ୍କର ଯେଉଁ କଥା, ଯେଉଁ ହୃଦୟରୁ ଯେଉଁ ଅନୁଭୂତି ସେ ପ୍ରଦାନ କରିଛନ୍ତି, କିଭଳି ଭାବରେ ଜଣେ ଯଦି ମୁନି ସମାଜର ଯୋଗ ସାଧନ କ୍ରିୟା କରେ ବା ସଦ୍ଗୁରୁଙ୍କର ପ୍ରଣୀତ ଅଷ୍ଟାଦଶ ଚକ୍ରଭେଦନ କ୍ରିୟା କରେ ଏବଂ ସଦ୍ଗୁରୁଙ୍କ ପ୍ରଣୀତ 50 ଊର୍ଦ୍ଧ୍ୱ ସାହିତ୍ୟ ପଠନ କରେ, ନିଶ୍ଚିତ ରୂପରେ ନିଜ ଶରୀରରେ ଯେଉଁ ବ୍ୟାଧି ବା ରୋଗ ଅଛି ସେ ସମ୍ପୂର୍ଣ୍ଣ ରୂପରେ ସେଥିରୁ ମୁକ୍ତି ଲାଭ କରି ମାନବ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଧର୍ମ ଅର୍ଥ କାମ ମୋକ୍ଷ ବା ଆପଣଙ୍କର ଏହି ଚତୁର୍ବର୍ଗ ଫଳ ପ୍ରାପ୍ତିରେ ନିଶ୍ଚିତ ସେ ସଫଳୀକୃତ ହେବେ। ତେଣୁ ଆସନ୍ତୁ ସେ ଭଉଣୀଙ୍କ ମୁଖରୁ ଶୁଣିବା କିଭଳି ଭାବରେ ସେ ସଦ୍ଗୁରୁଙ୍କର ସାଧନାକୁ ଗ୍ରହଣ କରି ଶ୍ରଦ୍ଧାର ସହିତ ବିଶ୍ୱାସର ସହିତ ସାଧନା କରି କିଭଳି ଭାବରେ ରୋଗମୁକ୍ତ ହୋଇଛନ୍ତି। ଭିଡ଼ିଓଟି ବା ଆପଣଙ୍କର ସେହି ଭଉଣୀଙ୍କର ଯେଉଁ କଥାକୁ ମୁଁ ବର୍ତ୍ତମାନ ଏହି ଭିଡ଼ିଓରେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି। ମୋର 94 ରେ ଆଜ୍ଞା ପିଲା ହବା ଯୋଉ ସିଜରିଂ ଅପରେସନ ପରେ ଆଜ୍ଞା 2-3 ଥର ସିଜରିଂ ହେଇଛି ଆଜ୍ଞା। ଆଜ୍ଞା ତାପରେ ସେଇ ଯୋଉ ଏନେସ୍ଥେସିଆ ଯୋଉ ଅଣ୍ଟାରେ ଦିଆଗଲା ଆଜ୍ଞା ସେଇ ଅଣ୍ଟା ମୋର ଜଳୁଥାଏ, ଯେମିତି ଲଙ୍କା ଲାଗିଲେ ଅଣ୍ଟା ହାତ ଫାତ ଜଳେ ଆଜ୍ଞା ସେମିତିକା ଅଣ୍ଟା ମେରୁଦଣ୍ଡ ସହ ଜଳୁଥାଏ। ବେକ ସଣ୍ଡା ସହ ମୁଣ୍ଡ ଫାଳେ ଧରିବ, ଆଜ୍ଞା ଆଉ ସବୁବେଳେ କେତେବେଳେ ବାନ୍ତି ଉକା ଏମିତିକା ଲାଗୁଥାଏ। ଆଉ ତ ହାତ ସେଟା ହଉଛି ମୋର 94 ର କଥା। ତାପରେ ରେଗୁଲାର ପୁରା କଣ୍ଟିନ୍ୟୁ ଦିନେ ବି ମୁଁ ଛାଡିନି। ନାଇଁ ଆପଣ ଏଇ ଯୋଉ ପେନ୍ ଟା କେତେ ଦିନ ଭୋଗିଲେ ଆପଣ? 3 ବର୍ଷ ଖଣ୍ଡେ? ଇଏ ବହୁତ ଦିନ ଥିଲା ମୋର, 2 ବର୍ଷ କି 3 ବର୍ଷ ଖଣ୍ଡେ ଥିଲା। ଆଜ୍ଞା ତାମାନେ ମତେ ଦେଖନ୍ତୁ 94 ରୁ ଏ ଘଟଣା ମୋର ଆଜ୍ଞା 98 ରେ ମୁଁ ନେଇଛି, 98 ମସିହାରେ ମୁଁ ୟା ଭିତରେ ପଶିଛି। ଆଜ୍ଞା ଆଜ୍ଞା 4 ବର୍ଷ ତାପରେ 94 98 ନାଇଁ କି? ହଁ 4 ବର୍ଷ ଆଉ। ସେତେବେଳେ ଯାଇକି ମୁଁ ଯୋଉ ସେଇ 4 ବର୍ଷ ଯୋଉ କଣ୍ଟିନ୍ୟୁ କଷ୍ଟ ପାଇଛି, ମୁଁ କଟକ ବି ଯାଇଛି। ଆଜ୍ଞା ଆମର ଏପଟେ ବେଙ୍ଗଲ ସାଇଡ ଘର ନା, ବେଙ୍ଗଲରେ ଯେତେ ଡକ୍ଟର ଆମର ସେ କାନ୍ଥି ସାଇଡ ରୁ ଦୀଘା ପାଖରୁ ଯେତେ ଅଛନ୍ତି ସବୁ ଦେଖେଇଛି। ଆଜ୍ଞା କିନ୍ତୁ ତାପରେ ମୋର ଏଇ ସାଧନରେ ଆଜ୍ଞା କଣ୍ଟିନ୍ୟୁ ମୋର ଏମିତି ଗୋଟେ ମନ ଲାଗିଲା ନା ମୋର ତ ଏଇଥିରେ ହେଇଯିବ ଆଉ। ମାନେ ସକାଳେ ତ ରେଗୁଲାର କରୁଥାଏ, ସନ୍ଧ୍ୟା ବେଳେ କେବେ ସନ୍ଧ୍ୟା ବେଳେ ଏମିତିକା 2 ଉଳି ମୁଁ କରିକି ବୋଧେ 1.5 ମାସ ଖଣ୍ଡେ କଲା ପରେ ମୋର ଆଉ ସେ ଜିନିଷ କିଛି ରହିଲାନି। ଦେହ ଏତେ ଫୁର୍ତ୍ତି ଲାଗିଲା ସିଏ ଆଉ କହିବାର ବାହାର। ତାପରେ ସିଏ ତ ଗଲା, ତାପରେ ମୁଁ ଏମିତି ମଝିରେ କରୁଥାଏ। ଯେହେତୁ ମୋର ବୟସ ଟିକେ କମ ଥାଏ, 21-22 ବର୍ଷର ଝିଅ ଟା, ତେଣୁ ସ୍ୱାମୀ ବି ୟାକୁ ଏତେ ଆକ୍ସେପ୍ଟ କରୁନଥାନ୍ତି ହେଲା। ତାପରେ ତାରି ଭିତରେ କି ମୁଁ ଟିକେ ଛାଡିଦେଲି। 2 ବର୍ଷ ଖଣ୍ଡେ କରି ସାରିଲା ପରେ ତାକୁ ଛାଡିଦେଲି। ଭଲ ହେଇଗଲା ଆଜ୍ଞା। ହଁ ସେଇଥିରେ ଭଲ ହେଇଗଲା। ତାପରେ ମୁଁ ଏ ସାଧନକୁ ଛାଡିଦେବି ମାନେ କିଛି ଦିନ ଛାଡିଦେବି, ତାପରେ ଯେବେ ମତେ ଟିକେ କଷ୍ଟ ଲାଗେ ସେଇଭଳିଆ ମୁଁ ପୁଣି ଆରମ୍ଭ କରିଦିଏ। ଯେ ସେଇଆ କରିଥିଲି ତ ମୋର ଭଲ ହେଇଯିବ। ପୁଣି ସପ୍ତାହ ଖଣ୍ଡେ ରେଗୁଲାର କଲା ପରେ ପୁଣି ସିଏ ଛାଡିଯାଏ। ମୁଁ ଯେଟା ଅନୁଭବ ପୁରା ମୋର ହେଲା। ଏମିତିକା ହେଇକି ମୋର ଛାଡା ଭରାରେ ଏମିତିକା ଥାଏ। ତାପରେ ମତେ ପୁରା, କିନ୍ତୁ ମୋର ଦେହ ଆଉ ମୁଁ ଔଷଧ ବହୁତ କମ ଖାଉଥାଏ। ତାପରେ ପୁଣି ମୋର 3ଟା ପିଲା, 3ଟା ସିଜରିଂ ତାପରେ 21 ରେ ମୋର ଝିଅ ଟା। ସେତେବେଳେ ଯୋଉ ଅପରେସନ ହେନି 21 ରେ ହେଲା, ତାପରେ 22 ରେ ଲାଗେ 2ଟା ପିଲା ହେଲା। ତାହାରି ପରେ ମତେ ଆଉ ଏଇ ଆଣ୍ଠୁ ଗଣ୍ଠି ବାତ ଧଇଲା। ବାତ ଯୋଉଟାକୁ କହୁଛନ୍ତି ନା ଫୁଲିଲା, ଏଇ ଗଣ୍ଠି ଆଙ୍ଗୁଳି ଗଣ୍ଠି, ଗୁଡର ଗଣ୍ଠି, ଆଣ୍ଠୁ
ଅଣ୍ଟାର ପେନ୍ ହଉଥାଏ। ତାପରେ ଏଇ ଗଣ୍ଠି ଗଣ୍ଠି ଯୋଉ ଫୁଲିଲା, ସେ ଫୁଲିବା ପରେ ମୁଁ ଔଷଧ ଖାଇକି ବି ଭଲ ହେଇଛି। ତାପରେ ମୁଁ ସାଧନ କରିକି ଭଲ ହେଲି। କିନ୍ତୁ ତାପରେ ଏମିତିଆ ହେଇ ହେଇ 2016 ମସିହା ବେଳକୁ ମତେ ଯେତେବେଳେ ପୁଣି ସେଇ ହାତ ଗଣ୍ଠି ଯୋଉ ଫୁଲିଲା, ମୁହଁ ସହ ଫୁଲିଲା, ଡକ୍ଟର କହିଲେ ଥାଇରଏଡ ବି ଅଛି, ଏସନଫିଲିଆ ବି ଅଛି, ଆଉ ଆପଣଙ୍କର ଇଏ ବାତ ରୋଗ ହେଲା। ଇଏ ମେଡିସିନ ଆପଣ ଏମିତି ବରାବର ଖାଉଥିବେ, ଥାଇରଏଡ ବି ଖାଉଥିବେ, ଇଏ ଭଲ ହବ ନାହିଁ। ତାପରେ ସେଇ ମେଡିସିନ ଖାଇଦେଲେ କଟକ ଯିବି। ମୁଁ କଟକରେ ଆପଣଙ୍କର ଇଏ ସାର୍ ତାଙ୍କ ନାଁ ଟା କଣ ମନେ ପଡୁନି, କାଠଗୋଲା ପାଖରେ, ହଁ, ତାଙ୍କୁ ଦେଖେଇକିରି ଔଷଧ ଖାଇମି, 3-4 ମାସ 6 ମାସ ଖଣ୍ଡେ ଯିବ ଭଲ। ତାପରେ ପୁଣି ସେମିତିକା କେତେ ମେଡିସିନ ଖାଇମି, ଥରେ ଯିମି ମାନେ ଡକ୍ଟର ପାଖକୁ 20,000-25,000 ଟଙ୍କା ଖର୍ଚ୍ଚ, ଟେଷ୍ଟ ଔଷଧ ସହକି। ହଁ କୁହନ୍ତୁ କୁହନ୍ତୁ। ତାପରେ ମୁଁ ଆସିକିରି ଏଠି ପୁଣି ୟାଙ୍କୁ କହିନି, ମାନେ ତୁମେ ଦେଖ, ମୁଁ ବାଲେଶ୍ୱରରେ ରହୁଛି, ଗାଁରେ ଆଡମିସନ ହେଇଥିଲି। ବାଲେଶ୍ୱର ମୁଁ ଆଉ ଜାଣିନଥାଏ କୋଉଠି କଣ, ଦେଖୁଥାଏ ଷ୍ଟେସନରୁ ଯାଉଥାଏ ଆସୁଥାଏ, ଦେଖୁଥାଏ ଏଇଠି ମୁନି ସମାଜ ଅଛି। 2016 ମୁଁ ସେ ଆଶ୍ରମକୁ ଗଲି, ଯାଇକି ଆଡମିସନ ହେଲେ। ଆଉ ଥରେ ପୁଣି ଆମ ବାବୁ ମୁଖିଆ ପୁଣି 2 ଥର ଆଡମିସନ ହେଲେ ସେଠି। ହେଇସାରିକି ମୁଁ ଯେତେବେଳେ ଗନି, ସେତେବେଳେ ଯାଇକି ତାଙ୍କ ପାହୁଚ ଧରିକି, ମାନେ ହାଙ୍କୁଡିକି ଗଲା ଭଳିଆ ଯାଇଛି। ହାଙ୍କୁଡି ନା ଇଏ ଧରିକି ସେତେବେଳେ ଉଠି ପାରୁନି, ମୋ ଗୋଡର ଏତେ ଷ୍ଟ୍ରେଂଥ ନାହିଁ। ତାପରେ ସେଠି ସାର୍ ମତେ ପୁଣି ସାଧନ ଦେଖେଇଲେ। ପୁଣି ସେଇଠୁ ଯେ ମୁଁ ରେଗୁଲାଇଜ କରିଛି 2016ରୁ, ମୁଁ ଆପଣ ବିଶ୍ୱାସ କରିବେନି, ମୁଁ ଗୋଟେ ଡ୍ରପ ଏଲୋପାଥି ଔଷଧ ଖାଇନି। 2016ରୁ ଆପଣଙ୍କର ଏ ଯୋଉ କରୋନା ଗଲା 2020 କରୋନା ଯେତେବେଳେ ଜୋରସୋର ଚାଲିଥିଲା, ସେତିକି ବେଳେ ଯାଇକି ମୁଁ ପୁଣି ଏଲୋପାଥି ଔଷଧ ଖାଇଛି। ସେ ପର୍ଯ୍ୟନ୍ତ ମୁଁ ଗୋଟେ ଡ୍ରପ ଔଷଧ ଖାଇ ନାହିଁ, ସାଧନ କରିଛି। ମୋର ସେଇ ସାଧନରେ ଆଜ୍ଞା ଥାଇରଏଡ ପଳେଇଲା କାଢ। ଡକ୍ଟର କୁହନ୍ତି ଯେ ଥାଇରଏଡ ଜୀବନର କେବେ ଛାଡିବନି। ମୋ ଆଈ ଏପର୍ଯ୍ୟନ୍ତ ଥାଇରଏଡ ମେଡିସିନ ଖାଆନ୍ତି ସବୁଦିନେ ହେଲା। ମୋର ଥାଇରଏଡ ପଳେଇଲା, ଇଏ ହଉଛି ଆଶ୍ଚର୍ଯ୍ୟଜନକ କଥା। ଥାଇରଏଡ ବି ନାହିଁ, ମୋର ଆଣ୍ଠୁ ଗଣ୍ଠି ବାତ, ସେ ଯେ ଫୁଲାଫୁଲି ଗଣ୍ଠି ଯନ୍ତ୍ରଣା, ଏଗୁଡାକ କିଛି ବି ନାହିଁ, ସମ୍ପୂର୍ଣ୍ଣ ସୁସ୍ଥ ମୁଁ। ଏବଂ ଏମିତିକା ଗୋଟେ ଗୁରୁଦେବଙ୍କର ଶକ୍ତି ଅଛି, ମତେ ଲାଗେ ରୋଗ ବିଷୟରେ ଯଦି ଧାରଣା ଆପଣଙ୍କର ଆସିଯିବ ଥରେ ନା, ନିଜ ଶରୀର ବିଷୟରେ ଯଦି ଥରେ ଧାରଣା ଆସିଯିବ, ତାହେଲେ ଲାଗିବ ଇଏ ରୋଗ ନୁହେଁ, ଇଏ ହଉଛି ଆମର ବିକାର। ଯେମିତି ଆମକୁ ଝାଡାଟେ ହଉଛି, ବାନ୍ତିଟେ ହଉଛି, ପରିସ୍ରାଟେ ହଉଛି, ସେଟା କଣ, ସେଗୁଡାକ ନ ଗଲେ ଆମ ଦେହ ସୁସ୍ଥ ରହିବ କି? ତେଣୁ ଏ ସବୁ ଜିନିଷ ଯାହା ବି ବାହାରୁଛି, ଆମର ଅନିୟମିତତା ଯୋଗୁ କିଛି ବାହାରୁଛି। ଆମେ ଟିକେ ଟିକେ ରୋଗରେ ଡକ୍ଟରଙ୍କ ପାଖକୁ ଯାଇକି ଯେ ଇଏ ହେଇକି ଯେ କହିବା ନା ମତେ ରୋଗ ହେଇଗଲା କିସ, ଯାହା ଫଳରେ ଅନାବଶ୍ୟକ ମେଡିସିନ ଖାଇଲା ଫଳରେ ଅଲଗା ରୋଗକୁ ନେଇଯାଉଛି ନା। ତେଣୁ ପ୍ରାକୃତିକ ହିସାବର ଆମର ଯୋଉ ଯୋଗ ସାଧନା ଅଛି, ତାକୁ ଯଦି କରାଯିବ ନିୟମିତ, ରୋଗ ଆସିବ। ଥାଇରଏଡ କେତେ ବର୍ଷ ଥିଲା? ଥାଇରଏଡ ମୋର 20 ବର୍ଷ ଖଣ୍ଡେ ଥାଇରଏଡ ଥିଲା। ଏ ସାଧନା କରି ପୁରା ସମ୍ପୂର୍ଣ୍ଣ ପଡିଲା, କିଛି ନାହିଁ? ନା, ମୁଁ 2 ଥର ଟେଷ୍ଟ କରିସାରିନି। ଯେ ଥାଇରଏଡ ପାଇଁ ସାର୍ କହିଲେ ଥାଇରଏଡ ଥିଲା ଅଛି କି, 2 ଥର ଭଲ ହବନି ନା କୁହନ୍ତି ଭଲ ହବନି। ମୋର କିନ୍ତୁ ଥାଇରଏଡ ବି ନାହିଁ। ସେ ଥାଇରଏଡ ବି ପୁରା ହାଇ ପଏଣ୍ଟ ର ଥିଲା, ଯୋଉ 7 ପଏଣ୍ଟ କେତେ ରୁହେ, ସେତିକି ଥିଲା ମୋର, ପୁରା ଫୁଲ। ମାନେ ମୋ ଛୁଆ ମାନେ ପାଠ ପଢିଛନ୍ତି, ମୁଁ ମସିଣା ଧରିକି ଆଣ୍ଠୁ ଗଣ୍ଠି କଣ ଥିଲା କହୁଛନ୍ତି ବା? ହଁ, ସେ ବାତ ପଳେଇଲା ପରେ ସେ ଗଣ୍ଠି ଗଣ୍ଠି ଫୁଲା ସବୁ। ଆଣ୍ଠୁ ଫାଣ୍ଠୁ ପଳେଇଛି, କିନ୍ତୁ ଏବେ ଆଉ ଟିକେ ବୟସ ହେଲାଣି। ଆଣ୍ଠୁର ଯୋଉ ହାଲକା ପେନ୍ ନୁହେଁ, ବଥା, ଯେହେତୁ ଓଜନ ହେଇଯାଉଛି ନା ଶରୀର, ଓଜନ ଅନୁସାରେ ଆଣ୍ଠୁ ନେଇ ପାରୁନି। କେତେବେଳେ ଏମିତି ବସିକି ତଳୁ ବସିକି ଉଠିଲା ବେଳକୁ ଟିକେ ବଥା ଲାଗେ, କିନ୍ତୁ ମୋ ଆଣ୍ଠୁର ଯନ୍ତ୍ରଣା ନାହିଁ। ମତେ ତ ଲାଗେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ମୋର କିଛି ନାହିଁ। ମୁଁ ଆଗରୁ ଘରୁ ବାହାରୁଥାଇନି, ମୁଁ ଏବେ ଯାଉଛି ଚାରିଆଡକୁ। ଖଟ ଆଉ ଘର ମୋର ଯେମିତି ଆମ ବନ୍ଦୀ ଭଳିଆ ମତେ ଲାଗୁଥାଏ। ତେଣୁ 2016 ମସିହା ପାଖରୁ ମୋର ରୋଗ ବୋଲି କିଛି ନାହିଁ।
ମାସ ଛାଡି ମୋଟାମୋଟି କଥା ସଦ୍ଗୁରୁଙ୍କର ଯୋଉ ଚକ୍ରବର୍ତ୍ତନ ସାଧନା ମୁନି ସମାଜର ସେ ଆଜ୍ଞା ନିଶ୍ଚିତ ଉପରେ 100% କାମ କରୁଛି। ଯଦି ଆପଣ ନିତ୍ୟ ନୈମିତ୍ତିକ ଶ୍ରଦ୍ଧାର ସହିତ ବିଶ୍ୱାସ ସହିତ କରିବେ ଆଜ୍ଞା ତାହେଲେ ଏଟା ସୁଫଳ 100କୁ 100 ମିଳିବ ନୁହଁ କି? ନିଶ୍ଚିତ ଆଜ୍ଞା ଆଜ୍ଞା ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଠିକ ଅଛି। ଆପଣ ତ ନିଜେ ତାର ଅନୁଭବ କର୍ତ୍ତା, ଅନୁଭବ ଆଜ୍ଞା କରିଛନ୍ତି, ଅଙ୍ଗେ ଲିଭେଇଛନ୍ତି। ହଉ ଆଜ୍ଞା ଠିକ ଅଛି ଆଜ୍ଞା। ହଉ ଆଜ୍ଞା। ହଉ ଧନ୍ୟବାଦ। ଜୟ ଜୟ।